ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ମୁଁ ଆଉ ମା ଆସିଥିଲୁ ଦର୍ଶନ କରିବାକୁ ମାଆଙ୍କର କାଳୀ ମାଆଙ୍କ ଦର୍ଶନ କରିବା ଶନିବାର ତ ଚିହ୍ନକୁ ଘର ଛାଡ଼ି ପଡ଼ିଆ ଚିହ୍ନକୁ ସାଙ୍ଗରେ ଆଣୁ ସାଙ୍ଗ ହେଇକି ମା ଝିଅ ଏଠି ଆସିକି ଆମେ ମାଆଙ୍କ ଦର୍ଶନ କରିଦେବୁ ଆଉ ମାଆଙ୍କ ଦର୍ଶନ ସାରିକି ଘରକୁ ଫେରିବୁ ତାପରେ ଇଟିଲି ତରକାରୀ ନେଇକି ସେ କହିଛି ଇଟିଲି ତରକାରୀ ଖାଇବା ଯେ ନହେଲେ ନାହିଁ ଘରେ ପୁରେଇବନି ଆଉ ଚାଲ ଦେଖିବା ମାଆଙ୍କ ଦର୍ଶନ କରିଦେବା ରାଧାକୃଷ୍ଣଙ୍କ ଦର୍ଶନ କରିବା ଆଉ ହନୁମାନଙ୍କ ଦର୍ଶନ କରିକି ଆମେ ଘରକୁ ଫେରିଯିବା। ମନ୍ଦିର ପୁରା ଫାଙ୍କା ପରେ ଦେଖିପାରୁଥିବେ ଏବେ ପୁରା ଟାଇମ୍ ତ ଆସି 9ଟା ପାଖାପାଖି ହେଇଗଲାଣି ତ ମନ୍ଦିର ସବୁ ଖାଲି ହେଇଗଲାଣି ସକାଳୁ ସକାଳୁ ବହୁତ ସାରା ଭିଡ଼ ଥାଏ ତ ଆମେ ବି ଘରକୁ ଚାଲିଲୁ ଘରେ ଯାଇକି ଇଟିଲି ବରା ଖାଇବା। ଭଲ ବାଣ୍ଟୁଛୁ ସମସ୍ତଙ୍କର 3 ଗୁଲଗୁଲା ତୋର 2ଟା ଆଉଟା ଖାଇଦେ। ଅଟା ଫଟା ଗୋଳେଇ ଦଉଛନ୍ତି ବହଳି ଆଣିଛି ଆଉ ଅଟା ଗୋଳାନ୍ତି ଆଉ ଚାଲ ଆମେ ଖାଇବା। ଓଜା ଦିନ କାଦେର ନାଇଁ ନାଇଁ ଆଉ କାଟିଆ କାଟି ଆଣି ଲଙ୍କା ଫଙ୍କା ଚକଟି ଖାଇବି। ଆଉ ସେଠି ବା ସେ କାମ କରୁଛୁ ଖାଇବ ନା ଘର ଖାଇଦବ ଏ ଗୁଲୁଆ ନା ପଖାଳ ଖାଇଦବା ଆଉ କଣ ଖାଇବ ଯେ ଯେତିକି ଭାତ ଅଛି ସେଇଆକୁ ଖାଇଦବ ପଖାଳ ଆଉ ଖାଇକି କାଲି ପାଇଁ ରାନ୍ଧିଦେବି ଆଉ ଖାଇବୁ ଥଣ୍ଡା ହେଇଛି ପଖାଳ ଖାଇବି ବଡ଼ ଦୁଇ ଭାତ ନେଇଛୁ ନହେଲେ ବଡ଼ ଯୋଉ ଭାତ ରାନ୍ଧୁଛି କେଜାଇ ଭାତ କେଜାଇ କଣ ଲୁହା ଲଙ୍କା ମା ଆଉ ପୁରା ଲଙ୍କା ବାସିରେ ପାରିବନି ରାଗ ନାହିଁ ନା ଫାଗ ନାହିଁ କିଛି ନାହିଁ ରାଗ ଥିଲେ ତ ଲୁହା ଲଙ୍କା ଆଇଲେ ଲୁହା ଲଙ୍କା ପ୍ରତି ଇଣ୍ଟରେଷ୍ଟ ସେଥିପାଇଁ କାଳିଆ ଲଙ୍କା ବିକ୍ରି ହେଉଥିଲା ବିଟୁ ନା ଜବାରୁ ସେଠୁ ତ ସେପଟେ ମୋ ହାତ ପାଇବ ପକେଇବି ଏଠି ତ ଛୋଟ କରିଦେଲାଣି ଏଡ଼େ ଏଡ଼େ କଣ ପାଇଁ ଦେଖୁନ ସେ ଫୁଲ୍ ଗେଟ୍ ଗୁଲୁଲା ଗୋଟେ ଫୁଲ୍ ଗେଟ୍ ଦେଖାଯାଉଛି ଭଲ ଲାଗୁଛି ଭଲ ଲାଗୁଛି ଭିତର ଆଉ ଟିକେ ହେଇଥାନ୍ତା ଘର ଛାଡ଼ିଦେଲୁ ବର୍ଷା ଝାଡ଼ିଦେଲୁ କୋଉଠି ଝାଡ଼ିଦେବୁ ଠିକ୍ କହୁଥିଲୁ ଯେ ଶାଶୁ କରିଦେଲେ ଖାଇଲେ ଝାଡ଼ା ଭଳିଆ ଆସିବି ଖାଇବି ଯେଉଁ ଗାଧୋଇ ପାଧେଇକି ସଫାସଫି କରିବି ଲେଟ୍ ଏତେ ହେଲାଣି ଆସିକି ଟାଇମ୍ ହେଲାଣି ଯାଉଛି ଗାଧୋଇ ପଡ଼ିବି ସଫା କରିବି ଡ୍ରେସ୍ ପଟା ସଫା କରୁ କରୁ 10ଟା ହେଲାଣି ସଫା କରିନୁ
ନା ଖା ଯୋଉ ଇଏ କି ଚାରିଟା ରୁଟି ଆଖ ଆଗ ଏମିତି ଅଛି ଘରୁ ନେଇଯାଇଛି ଦୋକାନୁ ରୁଟି ଅଛି ସେ ଭାତ ଆଡ଼ଜଷ୍ଟ କରି ଖାଇଦେବା ଆଡ଼ଜଷ୍ଟ କରିକି ହୋଟେଲ ଧରି ଖାଇସାରିକି ଦୋକାନକୁ ପଳେଇ ଆସିଥିଲୁ। ମାଆକୁ ସାଙ୍ଗରେ ନେଇ ଆସିଥିଲୁ କାରଣ ମାଆର ସୁଭଦ୍ରା ଯୋଜନାର ଫର୍ମ ପକେଇବ ବୋଲି ମା। ଆଉ ମା ଏଠି ଆସିକି ଦେଖିକି ଏତେ ସାରା ଜ୍ୱେଲେରୀ ତ ସେ କଣ୍ଟ୍ରୋଲ ହିଁ କରିପାରିଲାନି। ଯେଉଁ ଜ୍ୱେଲେରୀ କିଣିବା ପାଇଁ ପୁରା ବ୍ୟସ୍ତ ଅଛି ତାର ଯାଇକି ତାର ମୁଦି ବଗେରା ସବୁ ଦେଖା ଦେଇ କଲାଣି। ଚାଲ ଦେଖିବା ମା ସବୁ କ'ଣ କିଣୁଛି। ନେଇଥିଲୁ ବଡ଼ ବଡ଼ ଏଇ ମୁଦିଟା ଲଗେଇଲେ ସୁନା ମୁଦିଟା ଯୁଆଡ଼େ ଯିବ ଲଗେଇକି ଯିବ ଦେଖାଯିବ ସୁନା ମୁଦିଟା ଦେଖାଯିବ ବଡ଼ ବଡ଼ ଗୁଡ଼ା ସବୁ ଗୁଡ଼ା ପିନ୍ଧିକି ଯାଏ ସୁନା ଭଳିଆ ଦେଖାଯିବ ଲୋକ ଦେଖି ଭାବିବେ ସୁନାଟା ଏଇଟା ଗ୍ୟାରେଣ୍ଟି ବାଲା ବା ଏଇଟା ହେଲା ଡେଲି ୟୁଜ୍ରେ ବଢ଼ିଆ ଡିଜାଇନ୍ ହେଇଛି ଦିନରେ ଯାହା ଦେଇ ଖାଇଲୁ ତ ଗୁପଚୁପ୍ ଦେଖିକି ମୋର ଅବସ୍ଥା ହେଇଥିଲା ଖରାପ। ମାର୍କେଟରେ ଗୁପଚୁପ୍ ବର୍ଷା ଦିନ ଟିକେ ଖାଇବାକୁ ଜମା ଭଲ ପାଏନି। ତ ରୂପା କହିଥିଲି ସାଙ୍ଗେ ସାଙ୍ଗେ ଚାଲ ରୂପା ଆମେ ଗୁପଚୁପ୍ ବନେଇବା। ରୂପା କହିଲା ବିନା ପିଆଜ ରସୁଣରେ ଗୁପଚୁପ୍ କେମିତି ବନେଇବା। ତ ବିନା ପିଆଜ ରସୁଣ ଗୁପଚୁପ୍ ଆମର ଆଜି ବିନା ପିଆଜ ରସୁଣରେ ଗୁପଚୁପ୍ ବନେଇକି ତ ରୂପା ତାର ରେସିପି ପୁରା ଷ୍ଟାର୍ଟ କରିଦେଲାଣି ଆଉ ପୁରା ବଢ଼ିଆ ରୋଷେଇ ଆସେ। ଚାଲ ଦେଖିବା କେମିତି କ'ଣ ମୋ ପାଇଁ ସେ ଗୁପଚୁପ୍ ବନାଉଛନ୍ତି। ରୂପା ଆଜି ମୋ ପାଇଁ ବିନା ପିଆଜ ରସୁଣର ଗୁପଚୁପ୍ ବନାଉଛନ୍ତି। ଚାଲ ଦେଖିବା ଆଉ ଖାଇବା ଟେଷ୍ଟି ଟେଷ୍ଟି ଗୋଲଗପ୍ପେ। ଏତିକି ଆଳୁ ଏଡ଼େ ବଡ଼ ଜାଗା ଆଣୁଛୁ ସେଇଟା ସେ ଯାଇଥିଲା ତତେ ପୁରେଇ ଦେବୁ ଜାଣିଲେ ଆଉ କରିବ ନା ଖାଇସାର ଏତେ ହେଲାଣି ନୁହଁ ଆରେ ଗଲୁ ପକେଇ ଦଉଛି ମନେ ରହୁନି ଅଭ୍ୟାସ ମଟର ଚକଟି ଦେବୁ ସବୁ ସବୁ ଗୋଟେ ନୂଆ ଆଇଟମ୍ ନା ଖାଉଛି କଦଳୀ ଭଣ୍ଡା ଇଏ ହଁ ଚାଟ ମସଲା ପକେଇବୁ ଆଉ ଟିକେ ପକେଇବୁ ନମକ ହେଇନି ଆମର ଏ ଖାଇ ଶୋଇବେ ତାଙ୍କର ଏ ଖାଇକି ଶୋଇବେ କ'ଣ ନା ନା ଉଚ୍ଚା ଦେଲୁ ଅଧା ରୂପା ରୋଷେଇଆ
ଗୁପଚୁପ ବାଲି ଗୁପଚୁପ ବାଲି। ଏଇ ଚକର ଚକର କ'ଣ ଆଳୁର ଅବସ୍ଥା ରଖିବୁନି। କାକୁଡ଼ି କାଟି ପକେଇଥିଲି ଦାଦା ହେ କହୁଛି ବା କ'ଣଟା କମ୍ ଲାଗୁଛି କହ। ଶାନ୍ତ ଠିକ୍ ଅଛି ବୋଧେ। ପାଣି ପରଫେକ୍ଟ। प्याज की कमी। ओह अच्छा कोई बात नहीं आज तो ओसा आउ कौन तो कंकुड़ कर दो। ହଉ ଚାଲ ଖାଇବା। ତେଲ ଏତେ ତେଲ ରାତି କ'ଣ ଦରକାର? ତା ଛୋଟ ଝାଡ଼େ ଛୋଟଟା ମୋର। ଦେଖୁଛୁ ବଡ଼ ଖାଉଛି ଛୋଟ ବି ଖାଉଛି ସିଏ। ରାଗ ବି ଟିକେ କମ୍ ଅଛି ବୋଧେ।